ନାଇଁ ଆମ ଦଳରେ ଲବି କାମ କରେନି। ଆମ ଦଳ କାର୍ଯ୍ୟକର୍ତ୍ତାର ଦଳ, ଆମ ଦଳ ସଂଗଠନର ଦଳ। ଏଠି ବିଭିନ୍ନ ନିଷ୍ପତ୍ତି ପ୍ରକ୍ରିୟା ଅଛି। ରାଜ୍ୟସଭା ନିଷ୍ପତ୍ତି ପ୍ରକ୍ରିୟା ପାର୍ଲାମେଣ୍ଟ ଭୋଟ୍ କରିବ ଏବଂ ନୀତିବୃନ୍ଦ କରିବ, ତାପରେ କୌଣସି ଲବି କାମ କରିବନି। ଅନ୍ୟ ଦଳ କଥା ମୁଁ କହିପାରିବି, ଏସବୁ ଘଟଣା ଅନ୍ୟ ଦଳରେ ଘଟେ। ବିଜେପି ସମ୍ପୂର୍ଣ୍ଣ ଭାବରେ ଆପଣ ଗଣତାନ୍ତ୍ରିକ ପଦ୍ଧତିରେ ବିଶ୍ୱାସ କରେ। ଯାହା ପାର୍ଲାମେଣ୍ଟ ଭୋଟ୍ ନିଷ୍ପତ୍ତି ନେବ ସେଇଟା ହେଉଛି ଚୂଡ଼ାନ୍ତ। ଚତୁର୍ଥ ସିଟ୍ ଆମର ରହିବ। ମୁଁ ଏଠି ଗଣିତ କହିବିନି, ଗଣିତ କହିଲେ ଆପଣମାନେ ଜଣେଇଦେବେ। ବିଜେପି ପକ୍ଷରେ ଚତୁର୍ଥ ସିଟ୍ ରହିବ। ଆପଣ ଦେଖିବେ ଆମେ ଚତୁର୍ଥ ସିଟ୍ ଯାହାକୁ ନିଷ୍ପତ୍ତି ହେବ ସେ ଭାରତୀୟ ଜନତା ପାର୍ଟିର ହେଇଥିବ। କହିଲେ ଆପଣଙ୍କୁ ରାଜ୍ୟସଭା ନିର୍ବାଚନ ଏବଂ ପ୍ରାର୍ଥୀ ଘୋଷଣା ଇଏ ସମ୍ପୂର୍ଣ୍ଣ ପାର୍ଲାମେଣ୍ଟ ଭୋଟ୍ର ଅଧିକାର ଅଛି ଏବଂ ସେଇଠି ନିଷ୍ପତ୍ତି ହେବ। ଚତୁର୍ଥ ସିଟ୍ ବିଜେଡି ସମର୍ଥନ ନାଇଁ ବର୍ତ୍ତମାନ ତ ଆପଣଙ୍କୁ ଜଣେଇଲେ ଆପଣ ଜାଣିଦେବେ। ଗଣିତ ଆମେ ସ୍ପଷ୍ଟ କହୁଛୁ, ଅତୀତରେ ଯେମିତି ହେଇଥିଲା ଏବେ ସେମିତି ହେବ। ଆଉ ନିଶ୍ଚିତ ମୁଁ ସ୍ପଷ୍ଟ କହୁଛି ଯେ ଅତୀତରେ ଯାହା ହେଇଥିଲା ଆପଣ ତାକୁ ସ୍ମରଣ କରନ୍ତୁ ଏବଂ ଓଡ଼ିଶାରେ ମଧ୍ୟ ତାର ଆବଶ୍ୟକତା ଅଛି ଏବଂ ଭାରତୀୟ ଜନତା ପାର୍ଟି ଚତୁର୍ଥ ସିଟ୍ ବିଜୟ ଲାଭ କରିବା ଏତେ ସମ୍ଭବ।